ଆପଣ ପରିଚୟ କହିବେ, ବଡ଼ ପାଟିରେ କହିବେ। ଶଶିକାନ୍ତ ପଣ୍ଡା, ସ୍ୱର୍ଗ ଜୟନିତ ପଣ୍ଡାଙ୍କ ପୁଅ। ମୋ ବାପା ଭୂଲୋଚନ ବେହେରା, ସ୍ୱର୍ଗତ ପଦ୍ମନାଭ ସେନାପତି, ସ୍ୱର୍ଗତ ଭୈରବ ନାୟକ ଉଦ୍ୟମରେ ଏ অনুষ্ঠাନଟି ପ୍ରଥମେ ଗଢ଼ି ଉଠିଥିଲା। ଛୋଟ କଳସ ସ୍ଥାପନ କରି ଶାଢ଼ୀ ଟାଙ୍ଗି ଏ ଅନୁଷ୍ଠାନଟି ଆରମ୍ଭ ହୋଇଥିଲା। ଆଜି ମୋ ବାପା କହୁଥିଲେ 2700 ଟଙ୍କା ପ୍ରଥମ ବଜେଟ୍ରେ ଏଠି ଆରମ୍ଭ ହୋଇଥିଲା। ଆମର ପ୍ରାୟ ଆମ ପ୍ରେସିଡେଣ୍ଟ ଯାଉ ଆଜି ହିସାବ ଆମେ କରୁଥିଲୁ ପାଖାପାଖି 7 ଲକ୍ଷ ସମଥିଙ୍ଗ ଆମର ପ୍ରାୟ ଖର୍ଚ୍ଚ ହେବ। ବହୁତ ଆଡ଼ମ୍ବରରେ ଚାଲିଛି। ଏଇ ଲୋକମାନଙ୍କର 4-5 ଖଣ୍ଡ ଗାଁରେ ଟଙ୍ଗିରା, ଛଚିଣା, ଶଙ୍ଖୁଳା, ସୋଲାପୁର ଏଇମାନଙ୍କ ଅନୁଦାନରେ, ବଜାର ଅନୁଦାନରେ ଏଇମାନ ଅନୁଷ୍ଠାନଟି ଗଢ଼ି ଉଠିଛି। ଏମାନଙ୍କ ସହଯୋଗ, ଜିଲ୍ଲା ପ୍ରଶାସନର ସହଯୋଗ ମାନେ ସବୁ ସହଯୋଗ ଅଛି। ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହଯୋଗ ଅଛି। ଆଉ ସେଇଥିପାଇଁ ଅନୁଷ୍ଠାନଟି ଆଜି ଏଇ ଜାଗାରେ ପହଞ୍ଚି ପାରିଛି। ସବୁଠୁ ବଡ଼ କଥା ହେଲା ଏ ଅନୁଷ୍ଠାନର ମାନେ 10 ଜଣ ଲୋକ ଆସି ଦେଖିବା ପାଇଁ, ପାଖାପାଖି 8,000 10,000 ଲୋକ ଆସୁଛନ୍ତି। ଆପଣଙ୍କର କେଉଁଝର ଜିଲ୍ଲାରୁ ଗେଡ଼ମା, ଆପଣଙ୍କର ଡଅଁର, ଆପଣଙ୍କର ନାମି ଭଣ୍ଡାରପୁର, ନାମି ରାଜେନ୍ଦ୍ରପୁର, ମଞ୍ଜୁରଡ଼, ଆପଣ ନୀଳକ, ଆପଣଙ୍କର ଗୋବିନ୍ଦପୁର, ଷେଣ୍ଢଚିରା ଏ ଅଞ୍ଚଳରୁ ବହୁତ ଦର୍ଶକ ଆସୁଛନ୍ତି। ସେଥିପାଇଁ ଆମକୁ ଗୋଟେ ଆନନ୍ଦ ଲାଗୁଛି। ଆପଣଙ୍କର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମାନେ ଜନଶୁଣା ଚେହେରା ନିରଞ୍ଜନ ବାବୁ ଆସନ୍ତାକାଲି ଆସିବେ। ଗତକାଲି ପ୍ରଥମ ଦିନ ଆପଣଙ୍କର ସ୍ଥାନୀୟ ବିଧାୟକ ଆପଣ ସଞ୍ଜୀବ ମଲ୍ଲିକ ଆସିଥିଲେ। ଆଜି ବି ଆପଣଙ୍କର ଜୁଲୁ ଭାଇ ଆସିଥିଲେ, ଜୁଲୁ ସାମଲ ଆସିଥିଲେ। ସନ୍ଧ୍ୟାବେଳେ ଆପଣଙ୍କ ବିଧାନସଭା ନେତା ବିଜେପିରେ ସୁଧାଂଶୁ ସାର୍ ଆସିଥିଲେ। ବର୍ତ୍ତମାନ ବି ଆପଣଙ୍କର ଆମର ଖବର ପାଇଲେଣି ମଞ୍ଜୁର ପାଖରେ ଆସିକି ବଦଳି ହେଇ ଆସିଗଲାଣି। ଏଠି ମାନେ ଲକ୍ଷ୍ୟ କରନ୍ତୁ ମାନେ ସମସ୍ତଙ୍କ ସମ୍ପର୍କଟା କେମିତି, ସମସ୍ତେ ଆମକୁ ଗୋଟେ ନିଜର ସାନ ଭାଇ ଭଳିଆ ଭାବନ୍ତି। ସମସ୍ତଙ୍କର ସହଯୋଗ କାମନା କରି ଅନୁଷ୍ଠାନଟି ଆମେ ଆଗକୁ ନେଉଛୁ। ଏଇ ଚିନ୍ତାଧାରା ଏ ଅଞ୍ଚଳର ସହଯୋଗ ସମସ୍ତଙ୍କ ରହିଲେ ଆମ ଅନୁଷ୍ଠାନଟି ଆଗକୁ ଯିବ। ସମସ୍ତଙ୍କ ସହଯୋଗ, ଆପଣମାନଙ୍କର ସହଯୋଗ, ଏଇ ଭାଇମାନଙ୍କ ସହଯୋଗ ନିହାତି ଆବଶ୍ୟକ। ଏଇ ସହଯୋଗ ବି ଅଛି। ଆଚ୍ଛା, ଆପଣ କିଛି ସରକାରୀ ଅନୁଦାନ ପାଇଁ ଚେଷ୍ଟା କରିଛନ୍ତି? ସରକାର ଅନୁଦାନ ଆପଣଙ୍କର ସ୍ୱର୍ଗତ ଅର୍ଜୁନ ଚରଣ ସେଠି ଆମକୁ 2 ଲକ୍ଷ ଟଙ୍କା ଦେଇଥିଲେ। ଗୋଟେ ଘରେ ବି ଆମର କରିଛୁ। ଆଉ କିଛି ସହଯୋଗ ଆମକୁ ପାଇନାହୁଁ। ଆମେ କିଛି ଚିନ୍ତା କରୁଛୁ, ଆବଶ୍ୟକ ଅନୁଭବ କରୁନାହାନ୍ତି। ଆବଶ୍ୟକ ଅନୁଭବ କରୁଛୁ, କିନ୍ତୁ ଆମେ ଆପଣଙ୍କୁ ଡାକିକି କହିବୁ ଆଜ୍ଞା ଆମକୁ ଦିଅ, ସେଇଟା ଆମକୁ କାହିଁ ଭଲ ଲାଗିଲାନି। ଆମ ମାଧ୍ୟମରେ ଜଣାନ୍ତୁ। ଆଜ୍ଞା, ଆମେ ଚାହୁଁଛୁ ସେମାନଙ୍କ ସହଯୋଗ ଦେଲେ ଆମେ ଧନ୍ୟବାଦ।